ଗଞ୍ଜାମ ଜିଲ୍ଲା ଋଷିକୁଲିଆ ମୁହାଣ ସମୁଦ୍ର ବେଳାଭୂମିରେ ପୁଣି ଅଲିଭିଡେଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁଦୂର ଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏନ୍ତୁଡ଼ିଶାଳ ଗଞ୍ଜାମ ଋଷିକୁଲିଆ ମୁହାଣ ନିକଟକୁ ଆସି ଅଣ୍ଡାଦାନ କରି ବାଲିରେ ପୋତି ମା ଅଲିଭିଡେଲ କଇଁଛ ସମୁଦ୍ରରେ ଚାଲିଯାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ 6,98,718 ଗଣ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଦୀର୍ଘ ବର୍ଷ ବ୍ୟବଧାନ ପରେ ପୁଣି ଗଣ ଅଣ୍ଡାଦାନ ପ୍ରକ୍ରିୟା ହୋଇଛି। ଏମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ସଜାଗ ରହିଥାଏ। ମିଳନଠାରୁ ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ସେମାନଙ୍କର ସୁରକ୍ଷାରେ ଲାଗି ପଡ଼ିଥାନ୍ତି ବନ ବିଭାଗ କର୍ମଚାରୀମାନେ। ଗତ ନଭେମ୍ବରରୁ ଜାନୁଆରୀରେ ସମୁଦ୍ରରେ ମିଳନ ପରେ ଋଷିକୁଲିଆ ମୁହାଣ ନିକଟରେ ଗଣ ଅଣ୍ଡାଦାନ କରିଥିଲେ। ଗୋଟିଏ କଇଁଛ 150ରୁ 180ଟି ଅଣ୍ଡା ଦେଇଥାଏ। ଅଣ୍ଡାଦାନର 45 ଦିନ ପରେ ଛୁଆ ଫୁଟିବା ଆରମ୍ଭ ହୋଇଥାଏ। ଏପରିକି ପୋଡମପେଟା ଅଞ୍ଚଳର 5 କିଲୋମିଟର ବେଳାଭୂମିକୁ ଅଲିଭିଡେଲ ସୁରକ୍ଷା ପାଇଁ ବ୍ୟାରିକେଡ୍ ମଧ୍ୟ କରାଯାଇଥାଏ। ଏଠାରେ ନୋ ଫିସିଂ ଜୋନ୍ ଭାବେ ଘୋଷଣା କରାଯାଇଥାଏ। ଛତ୍ରପୁରରୁ ସରୋଜ ସମଲଙ୍କ ରିପୋର୍ଟ, IYA ନ୍ୟୁଜ୍।